ଆଜ୍ଞା ଅନ୍ଧଭକ୍ତଙ୍କ ଚିତ୍କାର ଏବେ ଜୋରରେ ଦେଖିବାକୁ ମିଳିଲାଣି। କୋଉଠି ଆପଣ ପଚାରିବେ କୋଉଠି କୋଉଠି କଣ ମ ଏଇ ୱେଷ୍ଟ ବେଙ୍ଗଲ କଲିକତାରେ। କଥା କଣ କି ମମତା ଦିଦି ଏବେ ଗ୍ୟାସ ସିଲିଣ୍ଡର ଗୋଟେ 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 ମାଗଣା ଦେଲେଣି। ଆଉ ଏମାନେ ଛାତ ଜନ୍ମ ଲାଗିଯିବ ସିନା ମାଗଣା ଦେଇପାରିବେନି, ଓଲଟା ଗ୍ୟାସର ଦରଦାମ ବଢେଇଦେବେ। ଆଉ ଏମାନେ ତ ଆଜି ଯାଏଁ ମାଗଣା ତ ମାଗଣା, ଏତେ ଦରଦାମ ଥିଲା ମାନେ 400ରୁ ପାର କରିକି 1200 ପର୍ଯ୍ୟନ୍ତ ନେଲେ। ଆଉ ସେଇଥିପାଇଁ ଆଙ୍କର ପ୍ରବଳ ପୋଡାଜଳା ହଉଛି। ଆଉ ମମତା ଦିଦି ଯୋଉ ଗ୍ୟାସଟି ଦେଲେ ସେଇଟାକୁ ଦେଖିକି ଆଉ ଇଏ ସହି ପାରୁନାହାନ୍ତି। ବର୍ତ୍ତମାନ ରେଟ୍ ତାଲିକା ସବୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛି। ସେ ପୁଣି କଣ ନା ଏଡିଟ କରିକି। ଇରେ ଅନ୍ଧଭକ୍ତ ତମେ ଥରେ ଦେଖ ଯେ ଗୁଗୁଲରେ ନହେଲେ ସର୍ଚ୍ଚ କର। ଆଉ ଗୁଗୁଲରେ ସର୍ଚ୍ଚ କଲେ ବି ଯଦି ଭୁଲ ଭାଲିଆ ଥିବ, ଲୋକ ଜାଣିଛନ୍ତି ରେଟ୍ ଟା କେତେ। ଆଉ ତମକୁ ତ ଗୁଗୁଲରେ ରେଟ୍ ଚେଞ୍ଜ କରିବାକୁ ତମକୁ ବେଶୀ ସମୟ ଲାଗିବ ନାହିଁ, କାହିଁକିନା ସବୁ ତ ତମ ହାତରେ। କଣ ପାଇଁ ନା ବିଶ୍ୱଗୁରୁ ସେପଟେ ଆଖ୍ୟା ପାଇକି ଅଛନ୍ତି ବୋଲି। ତେଣୁକରି ଆଉ ଏଠି ଆସି ଅନ୍ଧଭକ୍ତ କଣ କଲେଣି ନା ରେଟ୍ ଚାର୍ଟକୁ ଧରିକି ହମ ହେଲେଣି, ଏଡିଟ୍ କଲେଣି, ଗୁଡାଏ ଜିନିଷ କଲେଣି। ତେଣୁକରି ଅନ୍ଧଭକ୍ତ ତମେ ଯେତେ ଯାହା ଚିତ୍କାର କରୁଛ କର, କିନ୍ତୁ ତମ ଧରମ ବାପା ଆମ ବିଶ୍ୱଗୁରୁ କେବେ ବି ଗ୍ୟାସ ଟିକେ ମାଗଣା ଦେଇପାରିବେନି, କିନ୍ତୁ ରେଟ୍ ଟି ବଢେଇବେ। ଆଉ ଏଇ କଥା ଦେଖିକି ଅନ୍ଧଭକ୍ତ କଣ କରିଛନ୍ତି ନା ସବୁ ସୋସିଆଲ ମିଡିଆ ପୋଷ୍ଟରେ ରେଟ୍ ଚାର୍ଟ କରିଛନ୍ତି। 2009ରେ କେତେ ଥିଲା, 10ରେ କେତେ ଥିଲା, 12ରେ କେତେ ଥିଲା, 14 ପର୍ଯ୍ୟନ୍ତ ଆଣିଛନ୍ତି। ଆଉ 14 ପରଟା ଆଉ ଦେଖଉନାହାନ୍ତି, କାହିଁକି ନା 14 ପର କଲେ ଦେଖେଇଲେ ପ୍ରବଳ ଫାଟିବ। ତେଣୁକରି ଆଉ ବାକି ରହିଲା ଗୋଟେ କଥା କଣ ନା ଯୋଉ ଏଡିଟ୍ କରିଛନ୍ତି, ଏଡିଟ୍ କରିକି ଯୋଉ ଲିଷ୍ଟଟା ଦେଇଛନ୍ତି, ତମେ ଯେତେ ଏଡିଟ୍ କରିକି ଦେଲେ କଣ ହବ? ତମେ ଯେତେ ଏଡିଟ୍ କରିକି ଦେଲେ କଣ ହବ? ଜନତା ଜନାର୍ଦ୍ଦନ କେତେ ଟଙ୍କା ଦେଇଥିଲେ, କେତେ ଟଙ୍କାରେ ଜାଳେଣୀ ଗ୍ୟାସ ଜାଳୁଥିଲେ ସବୁ କିଛି ଜାଣିଛନ୍ତି। ମନେ ରଖ, ତମର ଯେତିକି ପଛଆଡୁ ନିଆଁ ଜଳିବ ଆମେ ସେତିକି ଘିଅ ଢାଳି 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 ଚାଲିବୁ। କାହିଁକି ନା ଆମେ ଉଚିତ ଜିନିଷ ଦେଖେଇବୁ, ଠିକ ଜିନିଷ କହିବୁ। ଆଉ ତମ ଭଳି ଅନ୍ଧଭକ୍ତ ହବୁନୁ କି ଗୋବର ମୁଣ୍ଡିଆ ଭଳିଆ କାର୍ଯ୍ୟ କରିବୁ ନାହିଁ। ବୁଝିଲ ନା ଅନ୍ଧଭକ୍ତ? ମନେ ରଖ, 70 ବର୍ଷର ହିସାବ ମାଗିବା ପୂର୍ବରୁ ଥରେ ଏଇ ଗ୍ୟାସର ତାଲିକା ଆଉ ଗ୍ୟାସର ରେଟ୍ ଉପରେ ତର୍ଜମା କରିବ। କାହିଁ କହିଲ? କଂଗ୍ରେସ କଣ କରିଥିଲା ଆଉ ବିଶ୍ୱଗୁରୁ ଏବେ କଣ କରିଛନ୍ତି? ଆଉ ଗ୍ୟାସ କେତେ ଥିଲା, କେତେ ବଢିଲା, ଆଉ କେତେ ମାଗଣା ଦେଇଛନ୍ତି, ସେଟା ବି କମେଣ୍ଟ ବକ୍ସରେ ଜଣେଇବ। ନହେଲେ ତ ସୋସିଆଲ ମିଡିଆରେ ପୋଷ୍ଟ କରିଦବ। ଆଉ ବୁଝିଲ ନା? ରହିଲି। ହଁ।